ଯେତେବେଳେ ବି ଜୀବନରେ ଛୋଟରୁ ଛୋଟ କଥା ମଧ୍ୟ ନିଜ ମନ ବିରୁଦ୍ଧରେ ହୁଏ, ତେବେ ଜଣେ ବ୍ୟକ୍ତି ବହୁତ ବିଚଳିତ ହୋଇଯାଏ ଏବଂ ଏତେ କ୍ରୋଧିତ ହୋଇଯାଏ କି ରାଗରେ ଭୁଲ ଶବ୍ଦର ବ୍ୟବହାର କରେ କିମ୍ବା ନିଜ ଲୋକଙ୍କ ସହିତ ଦୁର୍ବ୍ୟବହାର କରେ, ଅପମାନିତ କରେ। କିନ୍ତୁ ପରେ ଯେତେବେଳେ ମନ ଶାନ୍ତ ହୁଏ, ସ୍ଥିର ହୁଏ ଏବଂ ପରିସ୍ଥିତି ମଧ୍ୟ ସୁଧୁରିଯାଏ, ତେବେ ଅନୁଭବ ହୁଏ ଯେ କଥାଟା ଏତେ ବଡ଼ ନଥିଲା ଯେ ମୁଁ ସମସ୍ତଙ୍କ ସହିତ ଏଇଭଳି ଭାବରେ ଦୁର୍ବ୍ୟବହାର କଲି। ସେଥିପାଇଁ ତ ମୁଁ କୁହେ କି କିଛି ବି ହେଉନା କାହିଁକି, କିନ୍ତୁ ତୁମେ ନିଜ ମନ ଉପରେ ନିୟନ୍ତ୍ରଣ ରଖ ଏବଂ ସେସବୁ ସେତେବେଳେ ସମ୍ଭବ ଯେତେବେଳେ ତୁମେ ପ୍ରତିଦିନ ଧ୍ୟାନ କରିବ। ରାଗ ଆସିଲେ ମଧ୍ୟ ଶାନ୍ତ ରୁହ। ନିଜର ରାଗକୁ କମ୍ କରିବା ପାଇଁ 1ରୁ 10 ପର୍ଯ୍ୟନ୍ତ ଗଣ ଏବଂ ସାଇ ସାଇ ଜପ କର। ତେବେ ଆସ୍ତେ ଆସ୍ତେ ମନ ଶାନ୍ତ ହୋଇଯିବ। ଆଗାମୀ 1 ସପ୍ତାହରେ ମୁଁ ତୁମକୁ ଏକ ଭଲ ଖବର ଦେବି। ତୁମକୁ ମୋ ଲୀଳାର ଅନୁଭବ ହେବ ଏବଂ ଖୁସିରେ ତୁମେ ନାଚି ଉଠିବ। ଖୁସିରେ ରୁହ ଏବଂ ଖୁବ୍ ହସ। ମୋର ବହୁତ ବହୁତ ଆଶୀର୍ବାଦ ତୁମ ସହିତ ଅଛି। ଓମ୍ ସାଇ ରାମ, ଜୟ ସାଇ ରାମ।